সাংবাদিক ধরে যে যখন নামে লেখিবা আরম্ভ করে দিয়ে জীবনের কালিটা আপে আপে সরি সরি আসবে রাখা अबे जहां दूसरे आइटमो हेले अबरे दुनिया हजार थामा त जमन नबे औ सेतबे तू देखू बल किछ तो कर परबो সব সাংবাদিকটা বোধে পাগল হয়ে গলা হারামজাদা আজি তু সব মরিবা সুনিশ্চিত पैदा करने वाले अम्मा की और ये सृष्टि रखने वाले ब्रह्मा की तुझे जान से नहीं पूरी दुनिया से मिटा दूंगा मेरा काम बोल ऐसा नहीं ठिकाना चलाने लगे क्यों राज करिया सोचे से होची मो भाई जहर चक अब क्या मेरे को कहलम तो साथ कर दिला बे यू रास्कल संतोना नाय हेलो अरे अहमद भाई सलाम वालेकुम भाई सलाम वालेकुम हाँ भाई हाँ कौन करी भाई अरे साला ये शहर को नुआ है गोटे एसपी अच्छी हाँ वो पछरे डाहना कुकुरों को बलि पड़ी जाइए अरे भाई आप टेंशन मत लीजिए अगला 15 तारीख के अंदर मैं दुबई में पहुंच जाऊंगा हाँ भाई हाँ पूरे काम खत्म होने के बाद मैं वापस आऊंगा ओके भाई रखता हूँ भाई भाई मार बोल ले भाई ए छोटा मत छाड़ दो भाई मैं शहर छाड़ चल जी भाई छाड़ दो तू जा भाई मो आखी अगर तू चली जा हरामजादा संजोना भाई साहब मत कदाड़ी बुझी दौन जीवा डेरी हेलानी संजोना अरे 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 ना 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 मत गुली करियो ना कण नाय सत्यवादी नाय अबे होच आम कामरे आसीबो ठीक भीतर बुझा किसी को पहचान नहीं तो हम भी किसी को पहचान नहीं आसुची ब्रदर आओ मो कामटा हेई जीव जानो करी जदी माने मु आपनर बाल लाइट ता लगेबी ना मो भाणी जी बा हेबे तो
लगाନ୍ତୁ ଫୁଲ୍ लगाନ୍ତୁ 8895 140 200 हेलो खुशी अरे मु जहर कहूची हाँ जहर ओ सेट କ'ଣ ହେଲା अबे हब कौन फोन टा काटी दूचे ନାଇଁ ସାର୍ BSNL ଟିକେ ଅସୁବିଧା ଅଛି ବଡ଼ ଫୋନ୍ ଲଗାନ୍ତୁ ବଡ଼ ଫୋନ୍ अमर तो 9090 हाँ 105 207 गेलेगी छो पिलाटा गेलेगी अच्छा हेलो खुशी अरे अरे खुशी अरे वो जहर ओ सेट अरे सत्यवादी तो भारी था बारंबार और कहीं का तुझे से फोन फान କିଛି କାମ ବର୍ତ୍ତମାନ ଆଜି ତାର କଲେଜ ଛୁଟି ଚାଲୁ ନାହାନ୍ତି ମୋ ସାଥିରେ ଚାଲନ୍ତୁ ମୁଁ ସବୁ ବ୍ୟବସ୍ଥା କରିଦେବି ପୋଖରୀ ଭିତରେ ପଶି ମାଛ ଧରିବାର ଗୋଟେ ସ୍ୱତନ୍ତ୍ରତା ତମେ ଯଦି କହୁଛ ସତ୍ୟବାଦୀ ଏ ଜହର ମଇଦାନକୁ ଯିବ प्यार का मैदान रुपया क्या ना करेगा हम तो रुपया का देगा समय पैदा करने वाले आवाज और ये सृष्टि रचने वाले ब्रह्मा की कामटा नहला तुझे दुनिया से नहीं पूरी जान से मिटा दूं
ଭାଉଜ କିଏ ତମେ ଏଇ ଯୋ ଆରପଟ ଗାଁ ମୋ ସାଙ୍ଗରେ କଥା ହବନି ହଁ କହୁନ ମତେ କିଛି କହିବାକୁ ଭଲ ଲାଗେ ନା କାହିଁକି ସବୁବେଳେ ତମରି ମୁହଁରୁ ଶୁଣିବାକୁ ଇଚ୍ଛା ହୁଏ ସତରେ ତମ ମୁହଁର ସେଇ ମିଠା ମିଠା ଦୀପଦ କଥାରେ ମୋ ଭୋକିଲା ପେଟଟା ପୁରି ଯାଏ କେଜାଣି କାହିଁକି ସବୁ ତମରି ମୁହଁରୁ କିଛି ଶୁଣିବାକୁ ଇଚ୍ଛା ହୁଏ ସତରେ ତମ ମୁହଁଟା ସବୁବେଳେ ମୋ ଆଖି ଆଗରେ ନାଚି ଉଠେ ଏ ଦିଦି ତମେ ବେଶୀ ପାଠ ପଢି ପଢି ବାୟା ହେଇଯାଏନି ତ ପାଠ ଆଉ ପଢିବି କେତେବେଳେ ଯେ ଯେତେବେଳେ ପାଠ ପଢିବାକୁ ବହି ଖୋଲୁଛି ବହିର ସବୁ ଛବି ଯାକ ତମରି ଛବି ଭଳି ଦେଖାଯାଏ ନୋଟ ଖାତାରେ କିଛି ଲେଖିବାକୁ ଇଚ୍ଛା କଲା ବେଳେ ମୋ ଖାତାରେ ଖାଲି ବାବୁ ବାବୁ ବୋଲି ଲେଖା ହେଇଯାଏ ଏ ଦିଦି ତମେ ଆଜି କଣ କହୁଛ ମୁଁ କିଛି ବୁଝି ପାରୁନି ଓହୋ ସବୁବେଳେ ସେ ଦିଦି ମୁଁ ତମକୁ କେତେ ଥର କହିଛି ମତେ ଖୁସି ବୋଲି ଡାକ ହାରେ ଡାକ ନା ହଁ ତମେ କହି ଖୁସି ବୋଲି ଡାକ ହଁ ନା ତମେ କହି କାଇଁ? କେମିତି ଡାକିବି କହିଲ ଦିଦି ଆମ ବଂଶ ସାରା ଲୋକ ତମରି ଦାନା ଖାଇ ମଣିଷ ହେଇଛୁ ପିମ୍ପୁଡି ହୋଇ ରୁଖା ଉପରକୁ ଚଢିଗଲେ ଭୁଲ ହେଇଯିବନି ଦିଦି ତମେ କହିଲ ଦିଦି ଭୁଲ ହେଇଯିବନି ତମେ ସେମିତି କାହିଁକି ଭାବୁଛ ବାବୁ ମନ ତ ମନ ସେଠି ଧନୀ ଗରିବ ଉଞ୍ଚ ନିଚ ରାଜା ଭିକାରୀ ସବୁ ସମାନ ସତରେ ବାବୁ ଗାଁ ଠାରୁ ସହର ପର୍ଯ୍ୟନ୍ତ ମୁଁ ଅନେକ ଲୋକ ଦେଖିଛି ହେଲେ ତମେ କାହିଁକି ସମସ୍ତଙ୍କ ଠାରୁ ମତେ ଅଲଗା ଅଲଗା ଲାଗ ଦିଦି। ସତରେ ତମ ମଣିଷ ପଣିଆ ପାଖରେ ମୁଁ ବନ୍ଧା ପଡିଯାଇଛି ଆଜି କଣ କହୁଛ ସତରେ ମୁଁ କିଛି ବୁଝି ଏ ପାରୁନି ବାବୁ ଏଇ ସେ ପାହାଡକୁ ଦେଖିଲ ହଁ ଆଚ୍ଛା ଦେଖ ନା ବାଦଲଟା କେମିତି ପାହାଡ ଛାତି ତଳେ ଲୁଚି ଯାଇଛି ହଁ 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 ଆଚ୍ଛା କହିଲ ବାବୁ এই ପାହାଡଟା କଣ କହୁଛି ଦିଦି ବାଦଲଟା ପାହାଡକୁ କଣ କହିବ ଅନେକ କିଛି କହୁଛି ବାଦଲ ପାହାଡକୁ କହୁଛି ଏ ପାହାଡ ତୁ ସବୁଦିନ ପାଇଁ ମତେ ତ ଛାତିରେ ଲୁଚେଇ ରଖିଦବୁ ଏ ଦିଦି ତମେ ଗୋଟେ କାମ କରୁନା ତମେ ଆର ଗାଁ ସେ ବୀରଗୁଣିଆ ପାଖକୁ ଯାଉନା କାହିଁକି କାହିଁକି ନା ବେଶୀ ପାଠ ପଢି ପଢି ତମ ମୁଣ୍ଡ ପୁରା ବାୟା ହେଇଗଲାଣି ତମେ ଗଲ ଦିଦି ଗଲ ଭାଇ ସିଆଡେ ଅପେକ୍ଷା କରିଥିବ ଡେରି ହେଇଗଲେ ଦପଟି ଦାବୁଡି ହିଲ ବପାଲ ଆରେ ବାବୁ देख पूरा बोकाटा କଥା ଟିକେ ଶୁଣୁ ନା ମୁଁ କିଛି ଶୁଣିବିନି ସାନ ବାପା ନା ଆସିଲା ପର୍ଯ୍ୟନ୍ତ ମୁଁ ଆଜି କାହାର କଥା ଶୁଣିବିନି କି ନା ପାଇଁ ଶାଢ଼ୀ ପିନ୍ଧିବିନି ଓହୋ ଆଜି ପରା ତୋ ଜନ୍ମଦିନ ସେ କଥା ମୁଁ କଣ ଜାଣିନି କି ଠିକ ଅଛି ଠାକୁର ଘରେ ଜେଜେ ତତେ ଅପେକ୍ଷା କରିଛନ୍ତି ନୂଆ ଡ୍ରେସ ପିନ୍ଧି ଆଗେ ଠାକୁର ଘରକୁ ଯା ଠାକୁରଙ୍କୁ ପ୍ରଥମେ ପ୍ରଣାମ କରିବୁ ଠାକୁରକୁ ନୁହଁ ସାନ ବାପା ଆସିଲେ ମୁଁ ପ୍ରଥମେ ତାଙ୍କୁ ପ୍ରଣାମ କରିବି আরে সানা বাবা তো পানি পিউনু এটাই তো সানা বাবা যাইছে কুয়ারে সে কোন জানিনি তোর আজ জন্মদিন বলে ଓହୋ ସକାଳ ଠାରୁ କୁଆଡେ ଯାଇଛନ୍ତି ଯେ ଏପର୍ଯ୍ୟନ୍ତ ଆସିଲେ ଓ ତମେ କାହିଁକି ବ୍ୟସ୍ତ ହଉଛ କହିଲ ସେ ଠିକ ସମୟରେ ଆସି ପହଞ୍ଚି ଯିବେନି ওহো কেতেবেলে আসবে কইল বাপা ঠাকুর ঘরে পূজা সারি ব্যস্ত হলেনি ইটা পোড় পিঠা ধরি অনেই বসিছি মুন্না গোটে কে খুয়া দেব বলি আউ কেতেবেলে আসবে কইল ଦେଖ ମୁଁ ଆଜି ବହୁତ ଖୁସି ଏତେ ଅଭାବ ଅନାଟନ ଭିତରେ ଆମେ ପ୍ରତ୍ୟେକ ବର୍ଷ ମୁନାର ଜନ୍ମଦିନ ପାଳନ କରୁଛେ ଦିନକୁ ତମର 300 ଟଙ୍କା ମଜୁରୀ ଦିନେ କାମ ବନ୍ଦ ହେଇଗଲେ ଏ ଘରେ ଚୁଲି ବି ଜଳିବନି ତଥାପି ଏତେ କଷ୍ଟ ଭିତରେ ତମେ ମୁନା ପାଇଁ ଡ୍ରେସ୍ ଖଣ୍ଡେ ଆଣିଛ ଆଉ କ୍ଷୀରି ପୁରୀ ନହେଲେ ବି ଏଇ ଶୁଣୁଛ ମୁଁ ମୁନା ପାଇଁ ପିଠା ଦି ଖଣ୍ଡ କରିଛି ମୁଁ সবু বাহাদুরি তোমার তুলসী সবু বাহাদুরি তুলসী মোর এতে বড় কম রোজগার রে তুমি এতে গুড়াই লোক ঠিক ভাবে চলাই পারুছ তোমার স্নেহ শ্রদ্ধা যত্ন রে এ পরিবারর দুঃখ হজি যাইছি সতরে মু বড় ভাগ্যবান তুলসী কাহিঁকি না মু তম পরে স্ত্রী
ସ୍ତ୍ରୀଟିଏ ପାଇଛି। ଖାଲି ସେତିକି ନୁହଁ, ତମ ଭଳି ସ୍ୱାମୀ ପାଇ ମୁଁ ଆଜି ବହୁତ ଖୁସି। କୋଉ ଜନ୍ମରେ କି ତପ କରିଥିଲି ଯେ ତମ ପରି ସ୍ୱାମୀ ପାଇଛି, ମୋନା ପରି ପୁଅର ମା ହେଇଛି। କଣ ମୁଁ ତ ତୋ ପୁଅ ସାନ ବାପା। ଆରେ ସମସ୍ତେ ମୋ ପୁଅ। ତ ଗୀତା ଅପା, ବାବୁ ଦାଦା ଆଉ ତୁ 3 ଜଣ ଯାକ ମୋ ପୁଅ ଝିଅ। ମୁଁ ଗୋଟିଏ ପିଲାର ମା ନୁହେଁ ରେ, ମୁଁ ହଉଛି 3ଟା ପିଲାର ମା। 3ଟା ପିଲା? ହଁ। ମୁନା ଏ ମୁନା ମୁନା ଆରେ ମୁଁ ତତେ ଏତେ ଡାକୁଛି, ତତେ କଣ ମୋ ଡାକ ଶୁଭୁନି? ଚୁପ୍ କର। ଆସିଲେ ସବୁ କିଛି ଠିକ ହେଇଯିବ। ଚୁପ୍ କରି କହୁଛି, ସେ ଘରକୁ ନ ଆସୁ, ସେ ଘରକୁ ଆସିବା ଦରକାର ନାହିଁ କି ଅନ୍ନ ଧ୍ୱଂସ କରିବା ଦରକାର ନାହିଁ। ସେ ଯେମିତି ବୁଲୁଛି ବାହାରେ ସେମିତି ବୁଲୁଥାଉ। ଓହୋ, ଅଯଥାରେ ତା ଉପରେ ବିରକ୍ତ ହଉଛ ବାପା। ବାପା ତମେ ତ ଜାଣିଛ ସେ ପିଲା ବେଳୁ ସେମିତି। ଏ ତପଲ, ତୁ ତାକୁ ମୁହଁ ଫୁଲିଆ କରିଦେଇଛୁ, ବୁଝିଲୁ? ତୁ ତାକୁ ମୁହଁ ଫୁଲିଆ କରିଦେଇଛୁ। କେବଳ ତୋରି ପାଇଁ ଘରେ କିଛି କାମ ଧନ୍ଦା ନ କରି ଏମିତି ଫୁଲ ଫାଙ୍କିଆ ହେଇ ବୁଲୁଛି। ତା ହୋଇନଥିଲେ ପେଟକୁ ମୁଠାଏ ଦାନା ପାଇଁ ନାକଦାମ ହୋଇ ସରନ୍ତାଣି ସେଇଟା। ବାପା, ଆପଣ କାହିଁକି ବ୍ୟସ୍ତ ହଉଛନ୍ତି କହିଲେ? ସେ ତ ଛୋଟ ପିଲା। ଛୋଟ ପିଲା? ଆହୁରି ଛୋଟ ପିଲା ହୋଇକି ଅଛି। ଛୋଟ ପିଲାର ପଣତ କାନିଟା କାଢିଲେ ହେବ ହୋ। ତାକୁ ବଡ଼ ହବାକୁ ଦେ। କେବଳ ତୋରି ସ୍ନେହ ଶ୍ରଦ୍ଧା ଆଦର ଯତ୍ନକୁ ଧରାକୁ ସରା ମନେ କରୁଛି। ଘରେ ତ କିଛି କାମ ଧନ୍ଦା କରୁନି, ଗାଁ ଲୋକଙ୍କ ସେବା କରୁଛି। ସେବା କେତେ ଜଣର ଭାଗ୍ୟ ଅଛି କହିଲ ବାପା? ନିଜେ ଉପାସ ରହି ଏ ଗାଁ ଲୋକମାନଙ୍କର ସେବା କରୁଛି। ଏ ତପଲ, ସେବା କରି କଣ ସେ ଗାନ୍ଧୀ ଗୋପବନ୍ଧୁ ହୋଇଯିବ? ଆରେ ଆଜି ତ ରୋଜଗାର କରୁଛୁ, ସେ ଚଳି ଯାଉଛି। ହେ କାଲି ଯଦି ସେଠାରୁ ଭିନ୍ନ ହୋଇଯିବ, ସେ ଚଳିବ କେମିତି? ଖାଇବ କଣ? ନାଇଁ ବାପା ନାଇଁ, ଭିନ୍ନ ହବା କଥା ଜମା କହନି ବାପା। ମୁଁ ଭିନ୍ନ ହେବେ ସେତେବେଳେ ବାପା ଯେତେବେଳେ ମୋ ଦେହରୁ ଜୀବନଟା ଚାଲିଯିବ। ଅଲଗା ହେବି ସେତେବେଳେ ବାପା, ସେତେବେଳେ ମୋ ଶବକୁ ନେଇ ସେ ମଶାଣିରେ ପୋଡ଼ି ଆସିବ। ତମେ ସେମିତି କୁହନି ବାପା। ଏ ଘର ମଝିରେ କେବେ ବି 2 ଖଣ୍ଡ ପାଚେରୀ ହେଇପାରିବନି, ଆଉ କେବେ ବି ଏଇ ଘର ଭାତ ହାଣ୍ଡି 2ଟା ହେଇପାରିବନି, ଏ ଘର ଚୁଲି ବି 2ଟା ହେଇପାରିବନି। ବାବୁ ସାରା ଜୀବନ କାମ ନ କରନ୍ତୁ, ଆମରି ପାଖରେ ତାଙ୍କୁ ଆମେ ରଖିବୁ। ଠିକ ଅଛି, ଠିକ ଅଛି ରେ ମା। ଏଣିକି ମତେ ଯାହା ଲାଗୁଛି ମତେ ହିଁ ମୁଣ୍ଡ ଲାଗିବାକୁ ପଡିବ। ଓ ବାପା ତମେ କିଏ କାହିଁକି? ମୁଁ କଣ ତପରି କାମ କରିପାରିନଥିଲି? ଆରେ ମୁଁ ତ ପଙ୍କୁ ହୋଇଯାଇନି, ମୋର ହାତ ଗୁଡ ଦୂରେ ତ ଅଚଳ ହୋଇଯାଇନି। ଏଇ ମୁଣ୍ଡରେ କେତେ ଗୋଡିଏ ମାଟି ସିମେଣ୍ଟ ବୋହିଥିଲି। କାହିଁକି ମନା କଲୁ? ଆରେ କଣ ପାଇଁ ମନା କଲୁ? ମୁଁ କଣ ଜୀବନ ସାରା ଏମିତି ମୂଲ ଲାଗି ପାରିନଥାନ୍ତି? ମୁଁ ନେହୁରା ହଉଛି ବାପା, ତମେ ଆଉ କିଛି କହନି ବାପା, କିଛି କୁହନି। ଆରେ ତପଲ, ମୁଁ କାହିଁକି କହୁଛି, କଣ ପାଇଁ କହୁଛି ବୁଝିବା ପାଇଁ ଟିକେ ଚେଷ୍ଟା କର। ମୁଣ୍ଡ ଉପରେ ପଡ଼ିଲା ଝିଅର ବାହାଘର। ଏ ଘରେ କାହାର ଦେହ ଖରାପ ହେଲେ ଔଷଧ ଟିକେ ଆଣିବା ପାଇଁ ପଇସା ଟିକେ ନାହିଁ। ଏଥିରେ ଝିଅ ବାହାଘର କରିବି କେମିତି? ପିତାଙ୍କ କଥା ଆପଣ ଜମା ବି ଚିନ୍ତା କରନ୍ତୁନି। ଆରେ ମା, ତୁ ଠିକ କହିଛୁ ରେ ମା, ତୁ
ଗୋଟେ ପିଲା ରୋଜଗାର କରି ଘର ଚଳାଇବ ନା ଭଉଣୀର ବାହାଘର କରିବ? ତମେ ଚିନ୍ତା କରୁନ ଯେତେ ମୋ ଚାକିରି ହେଇଗଲେ ନା ସବୁ କିଛି ଠିକ ହେଇଯିବ। କହିଲା ସରିଲା ସବୁ ଠିକ ହେଇଯିବ। 60 ମଣ ଘିଅ ହେବ ନା ରାଧା ନାଚିବ? କହିଲା ସରିଲା ସବୁ ଠିକ ହେଇଯିବ। ଭାଉଜ 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 ସାନ ଭାଇ କଣ ଏପର୍ଯ୍ୟନ୍ତ ଫେରି ନାହିଁ? ନାଇଁ ପରା। ମୁଁ ତାକୁ ବାରମ୍ବାର କହୁଛି ଆଜି ମୁନାର ଜନ୍ମଦିନ, ହେଲେ ଏପର୍ଯ୍ୟନ୍ତ ସେ ଆସିଲାନି କାହିଁକି? ଅପା ତମେ କଣ ଭାବୁଛ ଅପା? ମୋ ସାନ ବାବା ଭୁଲି ଯାଇଥିବେ। ମନେ ଥିଲା ତ, ହେଲେ କାହିଁ ଏପର୍ଯ୍ୟନ୍ତ ଆସିବାକୁ ନାହିଁ? ଏଇ ଦେଖ ମୋ ସାନ ବାବା ଆସିଗଲେ। अरे एत बड़ जाए कुआर जाइथिलु शुणे? କାଇଁ କାଇଁ ମୁଁ କଣ କୁଆଡେ ବୁଲିବାକୁ ଯାଇଥିଲି ନା ଆଉ କଣ? କୁଆଡେ ଯାଇଥିଲୁ? ଏ ମୁଁ ପରା ମଧୁବାଇ ଘରକୁ ଯାଇଥିଲି। ଆରେ ସେଠାକୁ କାହିଁକି ଯାଇଥିଲୁ? ତାଙ୍କର ଯୋଉ ବାହାଘର ହେଇଥିଲା, ଆଇ ଯୋଉ କାମ କରିବାକୁ ଯାଇଥିଲେ, ମୁଁ ପରା ସେଇ ପଇସା ମାଗିବାକୁ ଯାଇଥିଲି। ସିଏ ତତେ ଦେଲେ? ହଁ ଦେଇଥାନ୍ତେ ଯେ କହିଲେ ନନାଙ୍କ ହାତରେ ପଠେଇଦେବି। ରେ ସେ ପରା ସବୁ ପଇସା କାଲି ଠାରୁ ଦେଇ ସାରିଛନ୍ତି। ହଁ ପରା ସେଇ କଥା କହୁଛି। ଆଉ ତତେ କେମିତି କହିଲେ ନନାଙ୍କ ହାତରେ ପଠେଇଦେବି ବୋଲି? ହଁ ତମେ ଏମିତି କଥା କହି ମୁହଁ ଫୁଲିଆ କରୁଛ ନା। ସାନ ବାପା ତମେ କହୁଥିଲ ସ୍କୁଲ ଆଜି ଯିବ ବୋଲି। କୋଉଠି କୋଉଠି କହିଲୁ? ସ୍କୁଲ ଆଡେ ସ୍କୁଲ ବିଷୟରେ ଜମା କହିବୁନି। ସିଧା ନେଇ ତମ ସ୍କୁଲ ଭିତରେ ସାଇକେଲ ନେଇ ପଶିଗଲି। ଗଲା ବେଳକୁ ସାର୍ ମାନେ ଧାଡି ହେଇ ବସୁଛନ୍ତି, ଦିଦି ମାନେ ଗୋଲି ହେଇ ବସୁଛନ୍ତି। ଆଉ ତ ପାଠ ପଢା ବିଷୟରେ ପଚାରିଲି, ସାର୍ ମାନେ ଖୁସି ହେଲେ। ହଁ ମୁନା ଆମର ବଢିଆ ପଡୁଛି, ସେ ପରୀକ୍ଷାରେ ଫାଷ୍ଟ ହବ। ଆଉ ତାପରେ ମୋ ପାଇଁ ଚା ମଗେଇଲେ, ଚା ପିଇବୁ ଡେରି ହେଇଗଲା। ମୁଁ କଣ କରିବି କହିଲୁ? ଏ ଭାଇ ଆଜି କି ବାର କହିଲୁ? ରବିବାରେ ରବିବାରେ। ଆଜି ସ୍କୁଲ ସାର୍ ମାନେ ଆସିଥିଲେ, ଧାଡି ହେଇ ବସିଥିଲେ, ଆଉ ଦିଦି ମାନେ ଗଲେଇ ହେଇକି ବସିଥିଲେ। ତତେ ଚାହା ପିଇବାକୁ ଦେଲେ, ଆଉ ତାପରେ ତତେ ଚାହା ପିଇବାକୁ ଡାକିଲେ ନା କଣ? ଇରେ ହେଇ କଣ? ଇରେ ହେଇ ଆଜି ପରା ମୋ ମୁନାର ଜନ୍ମଦିନ। ହଁ ମୁଁ ପରା ଲିଙ୍ଗରାଜ ମନ୍ଦିର ଯାଇଥିଲି। ଆଉ ସେଠି ଯୋଉ ଭିଡ, ଗଦା ଗଦା ଲୋକଙ୍କୁ ଆଡେ ଆଡେ ଠାକୁର ଦର୍ଶନ କରି ଫୁଲ ନେଇ ଆସିଲା ବେଳକୁ ଡେରି ହେଇଗଲା। ମୁଁ କଣ କରିବି କହିଲୁ? ଦେଖୁନୁ ଦେଖ ଫୁଲ ଆଣିଛି। ଦେଖାଇଲୁ, ଦେଖା ଦେଖିଲ, ଦେଖା ଦେଖା। କାଇଁ ତତେ କାଇଁ ଦେଖ? ଆମର ମିଶିକି ହଁ ଯାଇଥିବ। ଆମେ ତ କେହି ମନ୍ଦିର ଯାଇନେ। ଦେଖିଲ ସେ କେମିତି ମନ୍ଦିର ଯାଇଛନ୍ତି। ତା କଥା ମୋର ଜମା ବିଶ୍ୱାସ ହଉନି। ନାଇଁ ନାଇଁ ତୋର ତ ମୋ କଥାରେ ବିଶ୍ୱାସ ହବନି। ଆଉ କିଏ କଣ କହିଥିଲେ ତା କଥାରେ ବିଶ୍ୱାସ ହେଇଛି। ଏଇଠି ତୁ ସବୁବେଳେ ମିଛ କହୁଛୁ ବୋଲି ତୋତେ ତ କିଏ ବିଶ୍ୱାସ କରିବେ କହିଲୁ? ତୋର ତ ମୋ କଥାରେ ବିଶ୍ୱାସ ହବନି। ବିଶ୍ୱାସ ହଉନି, ବିଶ୍ୱାସ ହଉନି ତ? ଆଉ ଫୁଲ ଦେଖାଇଲୁ, ଫୁଲ ଦେଖା। କାଇଁ ତତେ କାଇଁ ଆରେ ଦେଖେଇବି? ଦେଖାଉନୁ ଫୁଲ। ତତେ କାଇଁ ଦେଖେଇବି? ଏ ଭାଇ ये फूल तो मंदिर में आनी ଆଉ କୋଉଠୁ ଆଣିଛି? हाँ ଆଉ କୋଉଠୁ ଆଣିଛି? हे भाई ये फूल तो हम बाड़ी रो तोड़ा है छी ए ठाकुर का फूल से फूल में तो फरक नहीं किंतु नगद छिंदा है कि रही छी हां हां होला आ धर तो फूल अरे भाई तो पुत्र जन्म में तू ताको ठाकुचु ना तो कई दित ना किछ आनी किणी के देई पानु हां छाड़ो तो कई लाभ कोन पुष्पन्नक तो मुह चाहक घृणा लगे जो मुना तते एते भल पाए आम समस्त को पछरे पकई तते जी अति निजर करे ता जन्मदिन तू यही उपहार नीचु बाड़ी फूल छुंडे आनी कहू कौन ना मु लिंगराज मंदिर आनी छी 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 ନାଇଁ ନାଇଁ ବାପା ତମେ ଠିକ କହିଛ ବାପା ମୁଁ ଏ ଫୁଲ ମନ୍ଦିରରୁ ଆଣିନି ତମେ ଠିକ କହିଛ ମୁଁ ବାଡ଼ିରୁ ଛିଣ୍ଡେଇ ଆଣିଛି ହେଲେ ବାପା ଏ ଫୁଲ ଆଉ ମନ୍ଦିର ଫୁଲ ଭିତରେ ତଫାତ ନାହିଁ ବାପା ଏ ଫୁଲ ଯାଇ ଠାକୁରଙ୍କ ଉପରେ ଚଢିଗଲେ ସେ ଠାକୁରଙ୍କ ଫୁଲ ହେଇଯାଏ ସେ ଆଶୀର୍ବାଦ ଫୁଲ ହେଇଯାଏ ବାପା ତମେ ଦେଖିବ ବାପା ଏ ଫୁଲକୁ ଥରେ ଆମ ମୁନା ଛୁଇଁଦେଲେ ନା କୋଟିଆ ଆଶୀର୍ବାଦ ତା ମୁଣ୍ଡ ଉପରେ ଅଜାଡ଼ି ହେଇ ପଡିବ ବାପା ବାବୁ ଏ
बोली तुम ऊपर अपमान करुचु ना। अरे तू तो जानिचु मुन्ना तो सान बाबाटा रोजगार करुनी बोली आज पर्यंत से गोटे बेकार निज पुत्रार जन्मदिन रे किछि न देई ए फुलटिए देई ठकी दउची। मोटार अपागा दुनिया रे की अछि कहलु मुन्ना। सानो बापा आज मुझे एते खुशी दिन रे तमे मन दुख करूछु सानो बापा। अरे नहीं रे मु काहे के मन दुख करी तोरी खुशी रे आमे समस्त खुशी आ तोरी असरे ए घर आसीबो आ तोरी खुशी रे ए घर स्वर्ग ठारू आहुरी सुंदर Oh,
କେତେ ବାଟ ଦୌଡ଼ିବ? ନନସେନ୍ସ। ଏଇଠି ତମର ସମସ୍ତ ଦୌଡ଼ିବା ରାସ୍ତା ସରିଯାଇଛି। ଏ ରାସ୍ତା ସିନା ସରିଯାଇଛି, ହେଲେ ମୋ ପାଇଁ ଆଉ ଗୋଟେ ରାସ୍ତା ବାକି ଅଛି। ଆଜି ମୁଁ ସୁଇସାଇଡ୍ କରିବି। এই, কোন পাইব কোন পাইব তুমি সুসাইড করে? বরং মোর কথায় রাজি হয়ে মতে ম্যাচ করে তুমি লাইফ সহ এনজয় করিব। এনজয় ବାହାଘର ମାନେ କଣ? ଜୋର କରି ଜଣେ ଜଣଙ୍କ ମଥାରେ ସିନ୍ଦୁର ଦବା। ବାହାଘର ଅର୍ଥ କଣ? ଜୋର କରି ଜଣକୁ ନିଜର କରିବା। ବାହାଘର ମାନେ ହଉଛି ଆତ୍ମା ସହିତ ଆତ୍ମାର ମିଳନ, ମନ ସହିତ ମନର ମିଳନ। ଆଉ ସେ ମନ ଏ ବନ୍ଧନ ତମ ସହିତ ମିଶିବା କେବେ ବି ସମ୍ଭବ ନୁହେଁ। ও জাহাজ আই উইল বিশ্ব অসম্ভবକୁ সম্ভব କରିଦେଇ ପାରେ। ତେଣୁ ସମସ୍ତେ ଜାଣନ୍ତି ମୁଁ ଏ ସହରର ବିଷ। ମଣିଷ ରକ୍ତକୁ ମଜା କରିବୁ ମାତା। ଶୁଣ, ତମେ ଯିଏ ହୁଅ ନା କାହିଁକି ତମ ଧମକେ ଡରି ଡିସିସନ ଚେଞ୍ଜ କର। ଝିଅ ଏକୁଚି ନୁହଁ, ତୁମ ରାସ୍ତା ଛାଡ଼ି ଦିଅ, ତାହେଲେ ବାଧ୍ୟ ହୋଇ ପୋଲିସକୁ ଫୋନ କରିବି। পুলিশକୁ ফোন କରିବ? আরে কল 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 মোরি সামনারে তু সে পুলিশକୁ ফোন। সে পুলিশ কোন কহিব জানিଛୁ? পুলিশ কহিব যেতে শীঘ্র পারুছ জহর জগদেবর ইচ্ছাକୁ সলাম করে তার সিন্দুর তোম মথারে পিন্দি দিব। ସେଇଟା ଏ ଜନ୍ମରେ କେବେ ବି ସମ୍ଭବ ନୁହଁ। ଆର ଜନ୍ମକୁ ଅପେକ୍ଷା କର। আর জন্মକୁ নୁହ, ଯାହା ହବ ଏଇଠି ହବ। ଆଉ ଏଇ ସାମାନ୍ୟ ଗୋଟେ ଝିଅ ହୋଇ ମୋ ଗାଲରେ ମାଡ଼ ମାରି ଗୋଟେ ଚ୍ୟାଲେଞ୍ଜ କରୁଛୁ। ମାଡ଼ ମାରିବ ଏମିତି ଲୋକକୁ ଯାହାର ଦୋଷ ଧରିବାକୁ କେହି ସାହସ ଚ୍ୟାଲେଞ୍ଜ କରିବ ଏମିତି ଲୋକକୁ ଯାହା ସାମ୍ନାରେ କେହି କେବେ ଚ୍ୟାଲେଞ୍ଜ କରିନଥିବେ। ଏମିତି ଲୋକକୁ ଚ୍ୟାଲେଞ୍ଜ କରିବାକୁ ଏ ଖୁସିକୁ ବହୁତ ଖୁସି ଲାଗେ। ସାବାସ୍ ଖୁସି ସାବାସ୍। ତମର ଏଇ କଳ୍ପନା କଥା ପାଇଁ ତମକୁ ପାଇବାର ନିଶାଟା ମୋର ଆହୁରି ବଢି ଯାଉଛି। ଆସ ଖୁସି, ଆରେ ଆସ। ମୋ ସାମ୍ନା अबे କାହିଁକି ନାଟକ କରୁଛୁ? ସେ ଆମ ବାବୁଙ୍କର ଝିଅ। अबे छोड़ा है छोड़ा जीवन को लोभोची तो ये जगह छड़ी चल जाओ नहेले छोड़ा तू एमटी पीस पीस को जाती
তোমাকে চিনি বই বলিবে হারাম জানা। মোলাঞ্জরে বিষ গণনারীকে গুড়িয়া রাখি চোখ মারিবি ওর উপরে হারাম জানা। ଝିଅ ବୋମାନଙ୍କ ଇଜ୍ଜତ ନେବ ତ ଲାଞ୍ଜର ବିଷ କାଢିଦେବେ ହାରାମଜାଦା। ଏବେ ଠିକ ଅଛି ତ ଭଲ ଲାଗୁଛି ତବେ? ବାବୁ ତମେ ଆଜି ଠିକ ସମୟରେ ପହଞ୍ଚିଗଲ ବୋଲି ମୋ ଇଜ୍ଜତ ବଞ୍ଚିଗଲା। ତାହେଲେ କ'ଣ ହେଇଥାନ୍ତା କେହି ବି କରିପାରିନଥାନ୍ତେ। ସତରେ ତମ ଋଣ ମୁଁ ଏ ଜନ୍ମରେ କେବେ ବି ସୁଝିବି। ହଉ ଋଣ କ'ଣ ଦିଦି? ତମେ ଆମ ଗାଁ ଝିଅ, ତମ ଇଜ୍ଜତ ଆମ ଗାଁ ଇଜ୍ଜତ। ଚାଲ ଦିଦି ଚାଲ ରେଡି ହେଲାଣି। হারাম জাদা মুলিয়া ছুয়া তোর এতে সাথ তুই মো ভৌণী কু ছুই দেলু আজ মরু কে ତମେ ଯା କହୁଛ ଭୁଲ କହୁଛ। ହଁ ତୋ ଭାଇଟା ଭୁଲ କହୁଛି, ତୁ ଠିକ କରୁଛୁ। ଆମ ଆଖିରେ କଣ ଆଲୁଅ ଭାରି ପଡିଛି ଯେ ଭୁଲ ଦେଖୁଛୁ କି ରେ? ଗାଁ ସାରା ଲୋକ ଟୁପୁରୁ ଟାପୁରୁ ହଉଛନ୍ତି, ଖୁସି ଘରେ ଲୁଚୁଛୁ ବି ଲପ କରୁଛି। ଆମ ଆଖିରେ ଧରା ପଡିଗଲୁ ନା। ଏତେ ଏବେ ଜୋର ସବୁ ଫୋନ କରି କହିଲୁ। ତାହେଲେ ମାମୁ ସେଇ ଜହରକୁ ବଚାଅ। ମୁଁ କେମିତି ଆସିଲି? চুপ কর বুঝে কাহাকু কিছু পচারিবা দরকার নাই। মো না রাহুল হাইমেন্ডা হো মো ভৌণীକୁ ଯିଏ ଛୁଇଁବାକୁ ଚେଷ୍ଟା କରେ ମୁଁ ତା ହାତ ଦିଟାକୁ କାଟି ମୋ ଭଉଣୀକୁ ଯିଏ ଆଖି ଉଠେ ଅନେବାକୁ ଚେଷ୍ଟା କରେ ମୁଁ ତା ଆଖି ଦିଟାକୁ ତାଡ଼ି ଦେବେ। ତୁ ଯିଏ ନିଜ କରିବାକୁ ଚେଷ୍ଟା କରେ ମୁଁ ତା ଜୀବନ ନେଇଯିବେ। ମାରନ୍ତୁ ମତେ, ମାରି ମାରି ମତେ ଶେଷ କରିଦିଅନ୍ତୁ। ତଥାପି ମୁଁ ମୁହଁ ଖୋଲିବି ନାହିଁ, କାହିଁକି ନା ଆମେ ଆପଣଙ୍କ ନମକ ଖାଇଛୁ। ଏବେ ନମକ ଖାଇବା ହେବୁ ନାହିଁ। ତଥାପି ଆପଣ ଥରେ ସତ କଥାଟା ବୁଝିବାକୁ ଚେଷ୍ଟା କରନ୍ତୁ। କଣ ତୁ ବୁଝାଇ ପାରୁ ମତେ? ମୋ ଭଉଣୀକୁ ଫସେଇ ଦେଇ ତୁ ମନେ ମନେ ଭାବିଛୁ ଏ ଚୌଧୁରୀ ବଂଶରେ ତୁ ଧୁଏ ହବୁ। ତୁ ଥରେ ବାଜି ମତେ ସଦର ଗାଡ଼ି ମାରୁ ମାରୁ ମାରିଦେବି। ଯେତେ ପାରୁଛ ସେତେ ମାର, ହେଲେ ମୋ ଭାଇଟାକୁ ଛାଡ଼ି ଦିଅନ୍ତୁ ରାହୁଲ ବାବୁ, ମୋ ଭାଇଟାକୁ ଛାଡ଼ି ଦିଅନ୍ତୁ।
तो भाईटा को बंचेगा हेले तू मरुके मु एटा को एते सदर छाड़ीबिनी आ मोहरे चोर करिबिनी कांदा खराब लेबी ନାଇଁ ଭାଇ ଭାଇ ମୋ କଥା ମୁଁ ତମକୁ ହାତ ଧରୁଛି ଭାଇ ହାତ ଧରୁଛି ମୁଁ ତମକୁ ଧରୁଛି ଭାଇ ତାକୁ ଛାଡ଼ି ଦିଅ ଭାଇ ତାକୁ ଛାଡ଼ି ଦିଅ कौन आलो हेला सेटू शला गुटे मूलिया छुआ गुटे कुकुर सागरे एमिति व्यवहार करा लो कर दिबी ना चुप कर कौसी मामो ମୁଁ ଗୋଟାଏ ନାରୀ ପାଇଁ ତା ଇଜ୍ଜତ ହେଉଛି ସବୁଠାରୁ ବଡ଼ ଥରୁଟେ ତା ଇଜ୍ଜତ ଚାଲିଗଲେ ତା ମରିବା ସହିତ ସମାନ ହେଇଯାଏ ମତେ ମତେ ମୋ ଇଜ୍ଜତ ଫେରାଇବାକୁ ହେଲେ ଏ ଗାଁ ଲୋକଙ୍କ ସାମ୍ନାରେ ବିନା ଦୋଷରେ ମୋ ଭାଇ ଯୋଉ ବାବୁକୁ ମାରି ତା ଦେହରୁ ରକ୍ତ ନିଗାଡ଼ିଛନ୍ତି ମୁଁ ତା ରକ୍ତକୁ କେବେ ମାଟି ମିଶାଇ ଦେବି କଣଟା କରୁଛି? ନାଇଁ ବାପା ନାଇଁ ତ ଭାଇ ପରା ତୋ ପାଖରେ ଅଛି ସେ ତୋର କିଛି ହବାକୁ ଦବନି ରେ ସବୁ ସମସ୍ୟା ସେ ନିଜେ ସମାଧାନ କରିବ ବାପୁ ଚାଲ ତୁମ ସାଙ୍ଗରେ ଘରକୁ ଚାଲ ଯା ବାପୁ ଚାଲ अमर तमे मोटर जिते दूरे गले भी मो पूरा लेखी देछि तम ना को ए छाती रे अमर 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 Please, अमर लिसन मी नो संजना नो इट्स क्वाइट इम्पॉसिबल मु तुमको केबे मैरिज करि परबिनी मो कि तू तम छोड़ा आउ का नारे सिंदूर पिंधी पारिबिनी कौन जबरदस्त अरे बाबा तुमे ते रागु छु कहि की मते पर करि दउछो ए सब को तुमको भले लागुची काई मो कोन एते खराब तमे जेते भलो हो ना काहे की संजना तम कथा को नहीं केबे स्वप्न देखिनी कि तुमको नहीं केबे भी भाबिनी किंतु मु तम कथा न भाबिले मो दिन सरेनी कि राती कटेनी ता छड़ा जानी सुनी तो के का को स्वप्न देखंती ना काहे की के जानी तुमको स्वप्न रे न देखले मो राती पाहेनी समस्त स्वप्न केबे सत हुए ने संजना आ मरीचिका पछरे गले केबे कार सोस मेंटेनी दया करी मते भूली गले मु बहुत खुशी होंती अरे बाबा मु केमिति भूली छी अमर नाटक जदि मो कागज रे लेखि थांती ताले ताकू चिरी फोपाड़ी देई थांती आ अमर नाटक जदि सिलट रे लेखि थांती ताले पानी पकई ताकू लिभेई देई थांती अमर नाटक पूरा मो हृदय भीतर लिखि देछि आ अमर नाटा एमिति सेमिति ना नुहे सते जेमिति एक संभावनार झला स्टॉप इट संजना स्टॉप इट मोते तमे पागल कर दिले ना
अरे बाबा प्रेम कले एमती पागलामी करबा को हुए ठीक सेमिति मो पागली हे जाईची सत कहछि अमर तमे मो हृदय रे अछ तमे मो निश्वास रे अछ आ तमे मो आत्मा रे अछ आ तमे मोर प्रत्येकटी रक्त बिंदु रे अछ हे बहुत कथा कह जाउछ तम सह मोर कॉलेज कैरियर देखा हैतिला आ यार भितरे तमे केते थर मते देखा करछ केते थर मते फोन रे कथा हैछ आ 10 वर्ष परे मते कहउछ अमर मु तुमको भलो पाए हां मु तुमको भलो पाए मो प्रेम रे पाप नाही कि प्रतारणा नाही अंजना मु एसपी अमर महापात्र मोर गोटे मुंड केवल गोटे मुंड नुहे 100टा मुंड मोर ए दुईटा आखि केवल दुईटा आखि नुह 200 आखि आ मते फांकी देवा अर्थ निज आखिरे निजे कंटा फोड़िबा नहीं अमर माने अधिक किसी कहबाकू चेष्टा करना तमे होच जहर जगदेव भौणी मिस चंदना जगदेव अब तम भाई को सुरक्षा करिया को जाई मो सहित तमे मिछ प्रेम रो नाटक करछ नो बाय नो मीन मो संजना जगते जहर जगदेव रो भौणी केवा तुतरे भोसना हरि जाईची किंतु एटा मोर प्रथम पुणी थरे तुम सहित मोर निश्चय देखा हब এই খুব কম দিন ভিতরে আসছে আমার মহাপাত্র किसी को पहचान नहीं तो हम भी किसी को पहचान नहीं विचित्र ये दुनिया भारत भली गोटे गणतंत्र देश रे एठी आईन को सौदा करा जाए आ सब क्षेत्र में विफल हवा परे आज रे मनुष्य प्रेम भली गोटे पवित्र जिनस को एठी नाटक करती हेले मिस चंदना जगदेव तमर से प्रेम प्लांट के सक्सेस हबनी हे भाई माने सर्वदा सत्य न्याय धर्म क्षमा आचरण करंतु केते सुंदर है जो हमरे समाज केते सुंदर हबो हमरे देश केते सुंदर हबो हमरे भारत हसी हुटिबो हमरे भारत माता की जय वंदे मातरम वो किंतु तुमको एते सहज रे छाड़ीबे नहीं हबो आई लव यू आई लव यू
गोटे बोली झील तो मुंडे बसाई रखिलु जहाँ चाहूला से दौलु जहाँ चाहूला से कहलु करती करची शुणु तो झील सिंदूर पिंधि रक्त सिंदूर कौन एसब कथा देखि सारिबा परे मो मन निजको पचाउछि मो छियो ना आउ का छियो कौन ये एते कथा थाउ थाउ तोरा के पुस्तक हले निजे ससरे बड़ा बड़ा छपरा सहित तो एते पाठ सका परे ससरे ए बुद्धि करो मळा आई तो झियो तो किछि भूल कर
କରିନି ରାଣୀ ରତ୍ନାବତୀ ମୂର୍ଖ କାଳିଦାସଟାକୁ ବାହା ହେଇଥିଲି ତାଠୁ ମୂର୍ଖ କିସ ଏ ବାବୁ ଚୁପ୍ କର। ଆମ ଘର କଥା ମୁଣ୍ଡ ପଳେଇବା ଦରକାର ନାହିଁ। ତମର ମନେ ଏକା ଦରକାର ତମେ ହଉଛ ବାହାର ଲୋକ। ଚୁପ୍ କର ତୁ। କାହାକୁ ତୁ ବାହାର ଲୋକ ବୋଲି କହୁଛୁ? କାହାକୁ କହୁଛୁ ସେ ବାହାର ଲୋକ? ଯଦି ସେ ହଉଛନ୍ତି ମୋ ଭାଇ। ତମ ଭାଇ ସେ ବାହାର ଲୋକ ହେଲେ କେମିତି? ଘର ଲୋକ। ଯଦି ସେ ଘର ଲୋକ ତାହେଲେ ସମସ୍ତଙ୍କ ସାମ୍ନାରେ ସେ କଣ ମତେ ନିରାଶ କରିପାରିଥାନ୍ତେ? ଗୋଟେ ମିଛ କଥାକୁ ସତ କରିଦେଇଥାନ୍ତେ। କୋଉଟା ମିଛ କୋଉଟା ଭୁଲ? ବାବୁକୁ ତୁ ଭଲ ପାଇବାଟା କଣ ମିଛ? ବାବୁ ନାରେ ସିନ୍ଦୁର ପିନ୍ଧିବା କଣ ମିଛ? ଓହୋ ଆରେ ବାବା ତୋ କଥା ମିଛ ହେଇପାରେ ହେଲେ ମୁଁ ତ ସତ୍ୟବାଦୀ ସ୍ୱାର୍ଥୀ ମା ପେଟରୁ ଶପଥ କରି ଆସିଛି ମିଛ କହିବିନି ଆଜି କେମିତି ମିଛ କହିଦେଲି ହଉ ହେଲା ମିଛ ଯଦି କହିଲି ନିର୍ମଳା ସିନ୍ଦୁର ପିନ୍ଧିଛି ମାନେ ସେ ବାବୁଟାକୁ ତୁ ଜୁଆଇ ବୋଲି କରିଦଉନି ଅସମ୍ଭବ। ପୂର୍ବ ସୂର୍ଯ୍ୟ ପଶ୍ଚିମରେ ଉଦୟ କରେ ସେଭଳି ଗୋଟେ ଛୋଟ ମୋ ଘର ଜୟ ହେବା କେବେ ହେଲେ ସମ୍ଭବ ନୁହଁ। ମୋ ଘର ଜୟ ହେବା ପାଇଁ ତାର ଅଯୋଗ୍ୟ ସେ ବାବୁ ସେ ଚାକର ଅଯୋଗ୍ୟ ହେଲେ ମୁଁ ତାଙ୍କ ଚାକରାଣୀ ହେଇପାରିବି। ଖୁସି ସାରା ଜୀବନ ମୁଁ ତାଙ୍କ ସେବା କରିବି। ମମି ସେ କେମିତି ତୋ ମୁହଁରେ ଜବାବ ଦଉଛି? ଦେଖ ତା କଥା କହ ମୋଟାକୁ ସବୁଦିନ ପାଇଁ ମୁଁ ବନ୍ଦ କରିଦେବି। ତ ଡାଡି କୁଆଡେ ଯାଇଛନ୍ତି ଘରକୁ ଫେରନ୍ତୁ। ଡାଡି ଘରକୁ ଫେରି ସାରିଲା ପରେ ମତେ ଯେମିତି ହଉନା କାହିଁକି ଅବଶ୍ୟ ତ ବାହାଘରଟା ନିଶ୍ଚୟ କରିବାକୁ ହବ। ଗୋଟେ ବାଲି ଘରଟା ଯେ ତମେ ଇଚ୍ଛା ହେଲେ ଭାଙ୍ଗିଦେବ ଆଉ ଇଚ୍ଛା ହେଲେ ଯୋଡ଼ିଦେବ। ସିନ୍ଦୁର ସିନ୍ଦୁର ଗୋଟେ ଦୋକାନ ସଉଦା ନୁହଁ। ତମ ଇଚ୍ଛା ନହେଲେ ତାକୁ ଫେରାଇ ଆଣିବ। ଏଇଟା ହଉଛି ମୋ ଜୀବନ ସଉଦା କଥା। ସିନ୍ଦୁରକୁ ମୋ ମଥାରେ ପିନ୍ଧି ସାରିଛି ମାନେ ତାକୁ ମୁଁ ଏ ଜନ୍ମ କଣ ଜନ୍ମ ଯାଏ ସାଇତି ରଖିବି। କଣ ଖୁସି ଯୋଉ ସିନ୍ଦୁରକୁ ନେଇ ତୁ ଆମ ସହିତ ଚ୍ୟାଲେଞ୍ଜ କରୁଛୁ ସେ ସିନ୍ଦୁରକୁ ଲିଭେଇ ଦେବାକୁ ମତେ ଗୋଟେ ବି ସେକେଣ୍ଡ ଲାଗିବନି। ଯେତେ ଶୀଘ୍ର ପାରୁଛୁ ତୁ ତ ଡିସିସନ ବଦଳେଇ ଦେ ତା ନହେଲେ ତୁ କୋଇ ପ୍ରକାର ନିଷ୍ପତ୍ତି ନେବି ଚିନ୍ତା କରିପାରିବୁନି। राहुल चौधरी आई मीन राहु ए राहुल चौधरी गोटे अशांत ढेउ समस्त ढेउ उपरे उपरे मुंड बदिले क्षमा करदेव मुंड टेकिले खरच ସବୁ ଚାରି ପକାଉ ଦେଖିଲେ ତ ଭାଇଟା କେମିତି ରାଗି ଚାଲିଗଲା ହଉ ଯା ହେଲାଣି ଯା ଘରକୁ ଯା ତ ଡାଡି ଆସିଲେ ସବୁ ବୁଝିବେ। ଘରେ ରହିବାର ସମୟ ମୋର ସରିଯାଇଛି ମା। ଗୋଟେ ଝିଅ ଥରେ ମଥାରେ ସିନ୍ଦୁର ପିନ୍ଧି ସାରିଲା ପରେ ତା ବାପ ଘର ତା ପାଇଁ ସାତ ପର ହେଇଯାଏ ଆଉ ତା ଶାଶୁ ଘର ତା ପାଇଁ ନିଜର ହେଇଯାଏ। ବୁଝିବି ମୋ ଶାଶୁ ଘରକୁ ମୁଁ ଏଇ ମୁହୂର୍ତ୍ତରେ ଠିଆ ହୁଅ ଖୁସି ଏ ଚୌଧୁରୀ ବଙ୍ଗଳା ପାହାଚ ଲାଗିଯିବା ପୂର୍ବରୁ ଆମ ସମସ୍ତଙ୍କ ମୁହଁରେ ଟିକେ ନିଶ୍ଚୟ ଦେଇ ଚାଲିଯା। ଗାଡି ବୋଲି ଡାକିଲ ମତେ ଆରେ ମୁଁ ଯଦି ଶୁଣୁଥାନ୍ତି ମୋ ଝିଅଟା ଆକ୍ସିଡେଣ୍ଟରେ ମରିଯାଇଛି ଖୁସି ହୋଇଥାନ୍ତି। ମୁଁ ଯଦି ଶୁଣୁଥାନ୍ତି ମୋ ଝିଅଟା ଆତ୍ମହତ୍ୟା କରିଯାଇଛି ମୋଠୁ ବେଶୀ ଖୁସି ମୁଁ ହୋଇଥାନ୍ତି। ହେଲେ ମୁଁ ଶୁଣିଲି ମୋ ଝିଅଟା ଗୋଟେ ଗରିବ ମୂଲ୍ୟ ଭିକାରୀକୁ ବାହାଉଛି। ଆଉ ଏକଥା ଶୁଣି ସାରିବା ପରେ ମୋର ଆତ୍ମହତ୍ୟା କରିଦେବା ପାଇଁ ଇଚ୍ଛା ହେଉଛି। ତରୁଟେ ମାନବିକତାର ହୃଦୟ ନେଇ ଚିନ୍ତା କରୁନାହାନ୍ତି। ମୁଁ ତ ସେମିତି କିଛି ଭୁଲ କରିନି। କଣ କରିଥାନ୍ତୁ ରୂପାର ଚାମଚ ମାଟିଆ ଧରି ମାର୍ବଲ ଚଟାଣର ଜନ୍ମ ଝାঁକାଇବାଟି ଗୁଡିଆରେ ବଢିଆ ଛୁଆ ଗୋଟେ ଛୋଟ ପୁଅକୁ ତ ପସନ୍ଦ କଲୁ ଆମର ମାନ ସମ୍ମାନ ମଞ୍ଚ ବୁନିଆଦକୁ ତୁ ମାଟିରେ ମିଶାଇ ଦେଲୁ। ରାତି ପାଇଲେ ଝିଅ ମୋ ବାଡ଼ି ବଗିଚାରେ କାମ କରୁଛି ଅଭାବରେ ପଡ଼ିଲେ ଝିଅ ଆମ ଉପରେ ହାତ ପକାଉଛି ଆମେ ପୁଣି କାହା ଘରେ ଝିଅ ଦବ? ନିର୍ମଳା ଆମେ ଝିଅ ଦବୁ କଣ ଦେଇ ସାରିଲୁଣି ଭାଇ ସେ ବାବୁର ସିନ୍ଦୁର ପିନ୍ଧିଛି ମାନେ ତା ସ୍ତ୍ରୀ
ସିନ୍ଦୁରକୁ ମୁଁ ଭାଙ୍ଗି ପାରିବିନି। ମୁଁ ଭାବିନେବି ମୋ ଝିଅଟା ଗାଁ ମନ୍ଦର ହୋଲି ଖେଳେ ଖେଳ ସେ ବାବୁଟା ତା ମତରେ ହୋଲିର ରଙ୍ଗ ବୋଲିଯାଇ। ଓ ମାଇ ଗଡ୍, ମୋ ଡାଡି ବି ଏମିତି କହିବେ ଏକଥା ମୁଁ କେବେ ଚିନ୍ତା କରିନଥିଲି। ମୁଁ ଭାବିଥିଲି ସମସ୍ତେ ସିନା ମତେ ଭୁଲ ବୁଝିବେ, ହେଲେ ମୋ ଡାଡି ଏକଥାକୁ ନିଶ୍ଚୟ ସମର୍ଥନ କରିବେ। ତତେ ସମର୍ଥନ କରେ। ମୁଁ କଣ ମୋର ମାନ ସମ୍ମାନ ମଞ୍ଚ ବୁଲିବାକୁ ଲାଗିଲେ ମିଶାଇ ଦେବି। ତାପରେ ଓ ଗୋଟେ ଛୋଟ ଘରେ ବାହାରେ ମୁଁ ଅନ୍ୟର ମୁଣ୍ଡ ଟେକି ବାଟ ଚାଲିପାରିବି ତ? କୁହ ଡାଡି, ତମ ପାଖରେ କିଏ ବଡ, ତମ ଝିଅ ନା ତମ ବଂଶ ମାନ ସମ୍ମାନ? ମୋ ପାଖରେ ମୋ ଝିଅ ନିଶ୍ଚୟ ବଡ। ଡାଡି ଏ ଦୁନିଆରେ ମୁଁ ମୋ ଝିଅକୁ ସବୁଠୁ ବେଶୀ ଭଲ ପାଏ ଆଉ ତାରି କଥାକୁ ଅଧିକ ଗୁରୁତ୍ୱ ଦେଇଥାଏ। ହେଲେ ତାଠାରୁ ଅଧିକ ଗୁରୁତ୍ୱ ଦେଇଥାଏ ଏ ଚୌଧୁରୀ ବଂଶର ମାନ ସମ୍ମାନ ବଂଶ ବୁନିୟାଦକୁ। ତାହେଲେ ଠିକ ଅଛି, ତମେ ମାନେ ତମ ବଂଶ ପରମ୍ପରାକୁ ଜାବୁଡି ଧରିଥାଅ। ଗୋଟାଏ ପଟରେ ତମ ଗର୍ବ ଦମ୍ଭ ଅହଙ୍କାର, ଆଉ ଗୋଟାଏ ପଟେ ମୋ ମଥାର ସିନ୍ଦୁର। ମୁଁ ଦେଖିବି କିଏ ଜିତୁଛି, ମୋ ମଥାର ସିନ୍ଦୁର ନା ତମ ମାନଙ୍କର ମାନ ସମ୍ମାନ। ତମେ ଠିଆ ହେଇଛ କଣ? ଦେଖିଲ ନା ଖୁସି କେମିତି ତମ ମୁହଁରେ ଜବାବ ଦେଇ ଚାଲିଗଲା। ପାଞ୍ଚ ପଦ କଥା କହିଲେ କିଏ ପଦଟିଏ ଉତ୍ତର ଦଉନଥିଲା, ଚୁପଚାପ ନିରବରେ ଠିଆ ହଉଥିଲା। ଆଜି ଆଜି କାହା ଭରସାରେ ଆଉ କାହା ବିଶ୍ୱାସରେ ଆମ ମୁହଁରେ ସେ ଜବାବ ଦଉଛି ମୁଁ କିଛି ବି ବୁଝିପାରୁନି। ତୁ ନିଜେ ବଦଳି ଯା ନିର୍ମଳା, ନିଜେ ବଦଳି ଯା। ଭାଇ ତୋ ଝିଅର ସବୁ ଯାକ ଦୋଷକୁ ତୁ କ୍ଷମା କରିଦେ, ଦେଖ ସବୁ ଆଲୁଅ ହେଇଯିବ। ଖୁସିର ସେ ସିନ୍ଦୁର ଏ ସମାଜ ଆଖିରେ ମୋ ରଙ୍ଗକୁ ବଦଳାଇ ଦେବ। ଏ ଛବି ମୁହୂର୍ତ୍ତରେ ପ୍ରୟୋଜନ ହବ ମୋ ଗୋଟେ ଦୁର୍ବଳ ବାପା ଆଉ ମୋରି ଅପରାଗତା ପାଇଁ ମୋ ଝିଅଟା ବାଟ ବଣା ହୋଇଯାଇଛି। ପୁଣି ବାଟକୁ ଫେରିବ। ଦି ଚାରିଟା ଗୁଣ୍ଡା ଲଗେଇ ବାପଟାକୁ ମାରି ଦଉନ। ତାକୁ ମାରିଦେଲେ କଣ ମୋର ମାନ ସମ୍ମାନ ଫେରି ଆସିବ? ନା ମୁଁ ଗୋଟେ ଆଦର୍ଶ ମଣିଷ ହୋଇଯିବି। ନହେଲେ ତମ ଝିଅଟାକୁ ମାରି ଦଉନ। Get out! I say get out! କେତେ ଥର କହୁଛୁ ତମକୁ ମୋ କଥା ଉପରେ କଥା କହିବନି। ଏ ଘରେ ଗାଁ ନିଷ୍ପତ୍ତି ନେବା କଥା ମୁଁ ନେବି, ଏ ଗାଁ ଘରେ କରିବା କଥା ମୁଁ କରିବି। ନିର୍ଲଜ ଭାବରେ ଏପରି କଥା କହୁଛ କେମିତି? ନିର୍ମଳା, ତୁ ସେଠି ସେ ସବୁ ଶୁଣୁଛୁ? ମୋର ଇଆଡେ ଆଲୁଅ ଭାରି ପଡ଼ିଲାଣି। ଏ ଅପମାନର ମୁଁ ଆଉ ରହିବିନି ତୋ ଘରେ। ଯାଉଛି, এইটা তো সাগরে মোর লাস্ট দেখা। ଯିବି, ଚାଲିବି। ଭାଇ ନିର୍ମଳା, ଏତେ ରାତିରେ ଯାଉଛି ଟଙ୍କା 100ଟା ଦେ। ଯା କହୁଛି ଏଠୁ। ନିର୍ମଳା, ପୁଣି କଣ ହେଲା? 100 ତ ଦେଲୁନୁ 50 ଟଙ୍କା ଆଣିଲି ଦେ। ଯା ଏଠୁ। నీరు 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 ପୁଣି କଣ ହେଲା? 50 ତ ଦେଲୁନୁ 30 ଟଙ୍କା ଦେ, କୋଣ ଦିଟା କାଟିଆ। କହିଲି ଯା ଏଠୁ। ଦେହିଆ ତମେ, ଲଜ୍ଜା ଶରମ କିଛି ନାହିଁ। ଆଉ ତମେ ଠିଆ ହେଇଛ କଣ? ଏ ସମସ୍ୟାର ସମାଧାନ କର। ଭାଇ ତ ଚାଲିଗଲେ। ଆରେ ଚାଲି ଯାଆନ୍ତୁ ସେ। ନିଜ କଥା ନିଜେ ଚିନ୍ତା କରିବା ବହୁତ ଭଲ। କଣ ଆଉ ଚିନ୍ତା କରିବି? ମତେ ଯେମିତି ଲାଗୁଛି ଅବଶ୍ୟ ତ ଖୁସିର ବାହାଘରଟା କରିଦେଲେ ସବୁ ସମସ୍ୟାର ସମାଧାନ ହେଇଯିବ। ଏତେ ସବୁ ଜାଣି ସାରିବା ପରେ ଆମର କାହିଁକି ଖୁସିକୁ ବାହାବାକୁ ରାଜି ହବ? ରାଜି ହବା ପାଇଁ ଅନେକ ରାସ୍ତା ଅଛି। ଅତୀତରେ ତମେ ତା ପାଇଁ କଣ ନ କରିଛ? ସେ ଯେ ପାଠ ପଢି କାହା ପାଇଁ ମଣିଷ ହେଇଛି, କାହା ପାଇଁ ସେ ଯେ ଚାକିରି କରିଛି, ବାପା ମା ମରିଯିବା ପରେ ତମେ ତ ତା ପାଇଁ ଅନେକ କିଛି କରିଛ। ଆଉ ଆଜି ସେ ତମ କଥା ରଖିବନି କାହିଁକି? ସବୁ ପରେ ବି ଅମରକୁ ଜଏନ୍ କରିବା ଆମ ଭାଗ୍ୟର କଥା। ନିଶ୍ଚୟ କାଲି ଅମର ପାଖକୁ ଯିବେ। ମତେ ଯେମିତି ହଉନା କାହିଁକି ଏ ବଂଶର ଖୁସି ଆଉ ଭବିଷ୍ୟତ ପାଇଁ ଅମର ହବ ଏ ବଂଶର ଜ୍ୱାଇଁ। ଅମର ଯଦି ଏ ବଂଶର ଜ୍ୱାଇଁ ନ ହବ ତାହେଲେ ଏ
संपत्ति मो हाथ मुठा को आसीबो केमिति मो ना निर्मला मुझे तो जहाँ चाहिए ता पाइछि आउ जोटा को न पाइछि सेटा को मु चार करी मौसा ଆମେ ନା ଗୁରୁଡି ଆମକୁ ଚୁଚୁମୁଥିବ ଆଉ ରାତି ସାରା ମତେ ମନେ ପକାଉଥିବ ଆମ୍ବ ନବ ଗো ଆମ୍ବ। दर्शन कर ब्रह्म दर्शन गरुड़ कुंभ कुंडल जीवन धन्य है जीवन जीविली मला से तो छाड़ तमे कहलो तमे मते केबे आग हबो बे कौन मला बाहा बा बे बहाना हूं तो मते बा करी सारी लुनी साला एमिति बेले लाभ कली गाय सहित बाछरी फ्री पाइली मु कोन तुमको शांति देई पारुनी बे किए कहिला देई पारुनो तू तो जहाँ दौचु मु देई देई मो चेहरा कोन हेलानी देखु चुटी हेटी गोटे कथा कहबी किछि खराब भाइबनी तो कौन हेटी तमे सिना टिके देखिबा को पतरा हेले तम जिनिस भाई से क्यारे कथा नहीं टोकार जिनिस कोन हेटी मु सत कहूची तमे हो चमो पेगी अनुभव हाती सुंजरा सुंजरा सिलसे तो चेहरा तो पाई निदाना ही राते सारा उड़ाउड़ी उड़ाची मिठी फूलों में छिड़कोला 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 ओ गोजरा मु सत कहूची तमे जत्तबळे मते कुंढे पकाओ ना मते लागे मते जेमती सलमान का कुंढे पकाउची बे मोर किंतु किछि हो नहीं ना तिला मु तो 20 वर्षिया टोका तू साला 35 वर्षिया माइकी ना साला की भूल लाभटा साडा लाभ हैला धीरे धीरे प्रेम हो गला ए अनानी तू था मु जाउची रुसी नहीं 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 देखो मोर किंतु तमे दरकार अरे बाबा आसो ना ना अरे बाबा खरा बेले करे काई कलु कला बना निजर सविता औ चली मई मोरो रेला गनारा जिनी मो होई संभारा पूरी की करे तू छोड़ो 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 मु सत कहूची तमे जदी मो कथा राजी न हो ना ताले मु ट्रेन लाइन मुंडो दई देबी बिना गरस्ता करे थाउ थाउ
ये पर पुरुषटा को काहे तू कलबल करुचु किलो मते देखुचुटी आउ कोन मांस अछि खाली हाड़ोटा ସେଇ ହାଡ଼ ଦିଖଣ୍ଡ ମୋ ପାଇଁକି ସ୍ୱର୍ଗ ସତ କହୁଛି ମୁଁ ତମକୁ ଜମା ଛାଡ଼ିବିନି ଏଇ ଆରେ ବାବା ଆସ ନା ମୋ ପାଖକୁ ଆଉ ନା ଏ ଈଶ୍ୱର ମତେ ରକ୍ଷା କର ମୋ ବୋଉକୁ ମାନିବାକୁ ପଡ଼ିବ ସାତଶୁରେ ବନ୍ଧା ହେ ଜୀବନ ମୋ ବୋଉ କରୁଛି ଖିଆ ପଲା ମୋ ବାପା ସିଆଡ଼େ କୋଣ କାଟି ବୋଉ ଏ ବୋଉ ପାଟି ଚୁପ୍ କର ଝାଡ଼ା ତୁ ଏଠି କାହିଁକି ଆସିଲୁ ମତେ କହିବାକୁ ଲାଜ ଲାଗୁଛି କାହିଁକି କଣ ପାଇଁ ଲାଜ ଲାଗୁଛ ଯୋଗଣି ଖିଆ ସରି ମମି କାନ ଧରୁଛି ଏମିତି ଭୁଲ ଆଉ କେବେ ହବନି ବେକାର ପିଲା ତୁ ଠିକ ଟାଇମରେ ପଳେଇ ଆସିଲୁ ଆଉ ଟିକେ ରହିପାରିଲୁ ଆଚ୍ଛା କଣ ଖାଇବୁ ନା ସେମିତି ଯିବୁ ଇଏ ତ ଧରମ ବାପା ଆଜିଠାରୁ ଚିହ୍ନି ପାରୁନୁ ଉବେ ବଢିଆ ହେଇନାଇ ଚାଲୁନୁ ମୁଁ ତତେ ଗୁରୁଡି ଆମ୍ବ ଖାଇବାକୁ ଦେବି ତୁ ଖାଇବୁ ହଁ ଏ ପାପ ପାତଲା ତ ଚୁଚୁମୁ ଅଠ ଦରଦ ହେଲାଣି ତ ଗୁରିଡି ଆମ ଦୁଇଟା ଦେ ମୁଁ ଗୋଟେ ଖାଇବି ହଁ ହେଲା ଚାଲ ଚାଲେ ମୁଁ ତତେ ଆଜି ମୋ ନିଜ ହାତରେ କହିଦେବି ଆ देखो ए नई कुलिया सुलुसुलिया पवन ना मु आ निजको कंट्रोल करि पानी अरे आसो 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 नहीं रे मु पारी नछाड़ी गंभीर भीतर सतिया काला काला ने मोहर काली जाओ बाटे बाटे नकरी सरो शांति देवी स्वतांडव करी तो गंडूर मुंड करबी दी फाळ उठो नादी देवी कथारे ये हाथी 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 बेस ताले युद्ध को प्रस्तुत जाबे चिपिला बे पूरी चिपिला अरे किमित चिपिला बे क्या चिपिला बे अरे ससुर पुओ फेरी वाला शोषण माने तते करबी न आज तोर जाम अब 18 नळा तू छळाटी एबे नादी देबी बारी हाती आकिला ना तू छळा
ମୋ ପ୍ରାଣ ଭାଇନା ଠକିଲେ ଚାଲିଯିବ ଭାଇନା। ଆଉ ଦେ ନାଇଁ ଟିକେ ଧୈର୍ଯ୍ୟ ଧର। ତୁ ମୋ ଧର ମାଇନା ସହିତ କିଛି କରୁଥିଲୁ ସେ ସବୁ କାମ ସଇଲା ଭାଇନା, ଆଉ କିଛି ନାହିଁ, ସବୁ ସଇଲା। ଆଉ 10 ମାସ ଅପେକ୍ଷା କର, ମୋ ପୁଅର ବାହା ହୋଇ ତାକୁ କୋଳରେ ଖେଳେଇବ। ରେ ଶଳା ତୋ ପାଖରେ ମୁଁ ଏବେ ନାଦୁଛି। ନାଇଁ ଭାଇନା ଏମିତି କିସ ହଉଛି? ଶଳା ମୋ ଘରେ ବସିଛି ଆଉ ଥରେ ମତେ କିସ ନାଲି ଆଗେ ଦେଖାଉଛୁ? ନାଇଁ 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 ତାଙ୍କର କିଛି ଭୁଲ ନାହିଁ, ସେ ତ ବେଡସିଟ୍ ବିକ୍ରି କରି ଆସିଥିଲେ। ଶଳା ମୋ ଘର ଭିତରେ ବେଡସିଟ୍ ବିକୁଛୁ? ହଁ ଆଉ କଣ, ତତେ ବାହାରେ କୁଆଡେ ମିଳିଲାନି କି ରେ? ମୁଁ ଦେଖିଲି ସୁବିଧା ଜାଗା ବିକିଦେଲି ଆଉ। ହଁ ର ଶଳା ର ତତେ ନାଇଁ ଭାଇନା ମୋ ବାୟୁ ଚଳାଚଳ ବନ୍ଦ ହେଇଗଲା। ଆଚ୍ଛା ତମେ କାଇଁ ତାକୁ ମାଇଲ? ଚୁପ୍ ଶଳା ବଜାତି ମାଇକିନିଆ। ଏବେ ତ ମନ ଶାନ୍ତି ହେଇଗଲା ତ? ଗାଁ ସାରା ଲୋକଙ୍କୁ ସେବା କରିବାର ଫଳ ତୁ ପାଇଗଲୁ ତ? ଆଉ ଘରେ ଖୋଲା ରୋଜଗାର ଚୁକାଇକି ଗାଁ ଦାଣ୍ଡକୁ ଚାଲିଯା, ଛାତିରେ ହାତ ଦେଇ କହିବୁ ମୁଁ ଚୌଧୁରୀ ବଂଶର ଜ୍ୱାଇଁ ଆଉ ଖୁସିର ସ୍ୱାମୀ। ମୋର ଭୁଲ ହେଇଯାଇଛି ବାପା, ମତେ କ୍ଷମା କରିଦିଅ ବାପା। ଭୁଲ ମାଗଲା ମତେ ଝୁଣ୍ଟି ସାରିଲା ପରେ ମୋ ଗୁଣ ଧରୁଛୁ? ଆଗରୁ ତ ମୋ କଥା ଶୁଣୁନଥିଲୁ, ଫଳ ତୁ ପାଇବୁ ତ ପାଇବ କିଏ? ମତେ ବିଶ୍ୱାସ କର ବାପା, ଖୁସି ଦିଦି ସାଙ୍ଗରେ ମୋର କୌଣସି ଖରାପ ସମ୍ପର୍କ ନାହିଁ। ତାଙ୍କୁ ନେଇ ମୁଁ କେବେ ପାପ ଚିନ୍ତା କରିନି ବାପା, ତାଙ୍କୁ ମୁଁ କେବେ ପାପ ଆଖିରେ ଦେଖିନି। ଆରେ ତୋ କଥା ସିନା ମୁଁ ଜାଣିଛି, ହେଲେ ଗାଁ ଲୋକମାନେ କଣ କହୁଛନ୍ତି? ସମସ୍ତେ କହୁଛନ୍ତି ଜଗା ପ୍ରଧାନର ସାନ ପୁଅଟା ସମ୍ପତ୍ତି ଲୋଭରେ ଚୌଧୁରୀ ଘରର ଝିଅ ଉପରେ ଆଖି ପକାଉଛି, ରାତାରାତି ବଡ଼ ଲୋକ ହବାର ସ୍ୱପ୍ନ ଦେଖୁଛି। ଏସବୁ ଶୁଣି ସାରିଲା ପରେ ଗାଁ ଦାଣ୍ଡରେ ମୁଣ୍ଡ ଟେକି ବାଟ ଚାଲିପାରୁ। ଧନ ସମ୍ପତ୍ତି ନାହିଁ ସତ, ତଥାପି ଆମର ମାନ ସମ୍ମାନ ତ ଅଛି। କଥା କହୁଛି ବାପା, ଆଜିଠାରୁ ତମ ମାନ ସମ୍ମାନ କେବେ ତଳେ ପଡିବନି। ତମେ ଯାହା କହିବ ମୁଁ ସେଇଆ କରିବି। ତମର ସୁନା ପୁଅ ହେବାକୁ ଚେଷ୍ଟା କରିବି ବାପା, ତମର ସୁନା ପୁଅ ହେବାକୁ ଚେଷ୍ଟା ଏ ଗାଁର ତୁ ସୁନା ପୁଅ ହୋଇଥିଲୁ, ଆର ଦେହ ଖରାପ ହେଲେ ରାତାରାତି ଡକ୍ଟରଖାନାରେ ଜଗି ବସିଥିଲୁ। ହେଲେ ଦେଖ, ମୁନର ଦେହ ଖରାପ ହୋଇ ମେଡିକାଲରେ ପଡିଛି, ତୁ ତା ପାଖକୁ ଯାଇପାରୁନୁ। ମୁଁ ଯିବି ବାପା, ମୁଁ ନିଶ୍ଚୟ ଯିବି। ମୋ ମୁନାକୁ ନ ଦେଖି ମୁଁ କଣ ରହିପାରିବି ବାପା? ଚାଲ ବାପା, ମୁଁ ତମ ସାଙ୍ଗରେ ଯିବି ବାପା, ତମ ସାଙ୍ଗରେ। ତୁ କୁଆଡ଼େ ଯାଇପାରିବୁନି, ମୁନାର ଦେହ ଭଲ ହୋଇଯାଇଛି। ମୁଁ ଯାଉଛି ତାକୁ ଡାକ୍ତରଖାନାରୁ ନେଇ ଆସିବି, ଚୁପଚାପ ଘରେ ଭିତରେ ବସ।
ଜମା ବାହାରକୁ ଆସିବୁନି। हे भगवान गाँ सारा लोक समस्ते मते भूल बुझले दोष न करिबी समस्त आखिरे मु दोषी हे गली पाप न करिबी आज पापी हे गली नहीं नहीं तथापि मु बहुत खुशी कहीं ना से राक्षस कबलरू मो खुशी दीदी को बची देछि मु बहुत खुशी बाबू तमे कोड आसलो ମୁଁ ମୋ ଘରକୁ ଆସିଛି। तम घर ହଁ ଗୋଟାଏ ଝିଅ ତା तम घर ଗୋଟାଏ ଝିଅ ତା ମଥାରେ ସିନ୍ଦୁର ପିନ୍ଧିଲା ପରେ କୋଉଟା ତା ଘର ହୁଏ ତମେ କ'ଣ ଜାଣିନ? ଏଇଟା ତ ମୋ ପାଇଁ ଘର ନୁହଁ, ଇଏ ହଉଛି ମୋ ପାଇଁ ଶ୍ରୀମନ୍ଦିର। ଏ ଅଗଣା ହଉଛି ମୋ ପାଇଁ ବଡ଼ ଦାଣ୍ଡ, ଆଉ ତମେ ତମେ ହଉଛ ମୋ ପାଇଁ ବଡ଼ ଠାକୁର। ନାଇଁ ଦିଦି ଗୋଟେ ତୁଠ ପତର को ତମେ ଦେବତା ବୋଲି କୋନା ଦିଦି ବାବୁ ନିଜର ସ୍ୱାର୍ଥ ପାଇଁ ସମସ୍ତେ ତୁଠ ପତର ଉପରେ ପାଦ ଘଷିଥାନ୍ତି ତା ବଦଳରେ ତୁଠ ପତର କାହାଠାରୁ କିଛି ଆଶା କରିନା ଦିଦି ସେଦିନର କଥା ତୁମେ ଭୁଲି ଯାଅ ଦିଦି ଧରିନିଅ ଗୋଟେ ପୁଅ ଦେହରୁ ରକ୍ତ ବହୁଥିବା ଦେଖି ତା ମାଟା ବିକଳରେ ସେ ରକ୍ତକୁ ନିଜ ମୁହଁରେ ବଳି ଦେଇଛି ଦିଦି ଏମିତିକା ମଣିଷ ତମେ ସମସ୍ତଙ୍କ ସାମ୍ନାରେ ମୁଁ ତମକୁ ମୋ ସ୍ୱାମୀର ପରିଚୟ ଦେଇ ସାରିବା କାହିଁକି ତମ ତା ସ୍ତ୍ରୀର ସେ କୃତ୍ୟ ଦଉନ? କେମିତି କହିବି ଦିଦି ତମ ପାଦ ତଳର ଜତା ବହୁଥିବା ମଣିଷଟା କଣ ତମ ସିନ୍ତିର ସିନ୍ଦୁର ହେଇପାରିବ ବାବୁ ନା ତମ ଚାକରରେ ତମେ ଚାକରାଣୀ ହେଇପାରିବ ତମେ ତମ ବଙ୍ଗଳାକୁ ଫେରି ଯାଅ ଦିଦି ତୁମେ ଚାଳ ଛପର ଘରେ ଚଳି ପାରିବନି ଅସିନିଆରେ ତୁମ ଗରା ଦେହଟା କଳା ପଡ଼ିଯିବ ଦିଦି ଚାଲିଯାଅ ଦିଦି ତମ ବଙ୍ଗଳାକୁ ଫେରି ଯାଅ ସେମିତି କୁହନି ବାବୁ ଏ ଚାଳ ଛପର ଘରେ ମୋର ସବୁ ଯାକ ଖୁସି ଲୁଚି ରହିଛି ଦେଖ ମତେ ତମେ ମନା କରନି ମୁଁ ଏଇ ଘରେ ରହିବି ଏଇ ଘର ମୋ ଶବ ତମ ଗାଁ ମଶାଣିକି ଯିବ बंद करो दीदी बंद करो तुम्हें तुम कथा शुणी मु अणनिश्वासी हो जाऊची मु तुमको हाथ जोड़ी नेउराउची दीदी तुम एटू चली जाओ मो परिस्थिति टिके बुझीबा को चेष्टा कर ହେଲେ ବାବୁ ମୋ ଡାଡି ଆଉ ଜଣଙ୍କ ସହିତ ମୋ ବାହାଘର ଠିକ କରି ସାରିଛନ୍ତି खुशी खबर दीदी तुम बाहागर रे बारिक साजी मु तुम पादरे अलता लगे देबी मत आउरी इच्छा होती दीदी तुम सवारी को कांधरे कांधे मु तुम सासु घरे नहीं छाड़ी आसबी दीदी ଠିକ ଅଛି ତମେ ଏତେ ନିଠୁର ତମ ଛାତି ଏତେ ପଥର ମୁଁ ଏଠୁ ଚାଲି ଯାଉଛି ବାବୁ ଚାଲି ଯାଉଛି ମୁଁ ହେଲେ ମୁଁ ବଞ୍ଚିବିନି କାହିଁକି ବଞ୍ଚିବି ମୁଁ ଆତ୍ମହତ୍ୟା କରିଦେବି ବାବୁ ଆତ୍ମହତ୍ୟା କରିଦେବି दीदी ବାବୁ ଲକ୍ଷ୍ମୀ ଠାକୁରାଣୀ ମନକୁ ମନ ଆସି ଘରେ ପହଞ୍ଚି ଯାଇଛନ୍ତି ଯେତେବେଳେ ତୁ ତାଙ୍କୁ ତଡ଼ି ଦଉଛୁ କେମିତି? दीदी कौन कहते तमे जानी ना भाई से कहते सबुदिन एई घरे रहिबे आउ तुम भाई बो एई रहिबे ଆରେ ତୁ ତାଙ୍କ ସ୍ୱାମୀ ହେଲେ ମୁଁ କେତେ ଖୁସି ହେବି ସେ କଥା ତୁ ଜାଣିନୁ ହେଲେ ମୋ ଜୀବନଟା ଧନ୍ୟ ହେଇଯିବ ରେ ମୋ ଭାଇ ପଣିଆଟା ସାର୍ଥକ ହେଇଯିବ ନାଇଁ ଭାଇ କାହିଁକି ନା ମୁଁ ଜଣେ ଲକ୍ଷ୍ମୀ ପ୍ରତିମାର ଦେଢ଼ଶୁର ହେବେ ନାଇଁ ଭାଇ ମାଟିର କଳସୀ ମୁଣ୍ଡରେ ମୁଣ୍ଡେଇ ବୁଲିବା ମୋ ଭାଗ୍ୟରେ ଲେଖା ମୁଁ କାହିଁକି ସୁନା କଳସୀକୁ ଲୋଭ କରିବି ଭାଇ ମୁଁ କାହିଁକି ସୁନା କଳସୀକୁ ଲୋଭ କରିବି ଆରେ ହାତୀ ତୋରି ମୁଣ୍ଡରେ ସୁନା କଳସୀ ଢାଳୁଛି ମନା କରିବାକୁ ତୁ କିଏ? ଭାଇ ଖୁସି ଦିଦି ସାଙ୍ଗରେ ତୁ ବି ଆଜି ପାଗଳ ହେଇଯାଇଛୁ ତୁ ଚୁପ କର ବହୁତ କଥା କହି ଯାଉଛୁ ଛୁଆ ମାଙ୍କ ଜିଦ କଣ ତୁ ଜାଣିନୁ ସେ ଯାହା ଚାହାନ୍ତି ସେଇଆ କରନ୍ତି ତାଙ୍କର ଯଦି କିଛି କ୍ଷତି ହୋଇଯାଏ ତାହେଲେ ଦାୟୀ ହବ କିଏ? କହ ବାବୁ କହ ନାଇଁ ଆରେ ଛୁଆ ମା ତୋ ନାଁରେ ସିନ୍ଦୁର ପିନ୍ଧିଛନ୍ତି ତାଙ୍କ ପାଇଁ ତ ମନରେ କଣ ଟିକେ ଦୟା ହଉନି କହ ଭାଇ କହ ଭାଇ
तो भाईर कथा तू कौन रखिबनी बाबू हां बाबू कह मो भाई कहले मो विष को अमृत भाभी पी हेले भाई खुशी दीदी को पाद एटी पड़िला बेलू कहीं के जानी मो बाकीटा बारंबार ए घर उपरू जमिति गोटे बहुत बड़ विपद माड़ी आसुची बहुत बड़ विपद माड़ी आसुची नहीं तू जम्मा व्यस्त है ना जेते विपद आछले मु छाती पतई देबी भाई बड़ आसीबो मो मुंड ऊपर भई जीवो हेले तुम मानो मु किछो बागु देबिनी रे किछो बागु देबिनी तथापि भाई एमएलए एठी रहिले एठी निरापद नुह तमे तो जहर बाबू भल भाबरे जानिच से यदि जानिथिबे ताको कोन नै कोन करि बसिबे तो भल हबो ताको मंगल हबो ये गां छाड़ चली जिबाकू भल हां हां गीता तमे ठीक कहछ आमे आज बहुत दूर को चली जिबो सेमान राग संसारे पुणी आमे गां को फेरी आसी चलो बाबू आमे एठू चली जिबो हाँ छुआ मा मो डाडी तो मनीष नुहंती साक्षात देवता तुमको तांको छातीर कलिजा बोली भावती आज नहले भी काली तांको राग शांत हो गले तुम ठीक फेरिबो भाई छिड़ा हलो काहे की तुम गां छाड़ चली जाओ कहूची कौन करिबे जी बागरो बापा भाउज मुन्ना का सांगरे देखा आई पारुना जमा व्यस्त है ना रे मुन्नार तो देह भल हो जाइए से माने मेडिकल रो आसिले सब जानी जिबे मुन्ना को कही दबो भाई ओ कथा को मने पकई से जमा कांदी मनी मु निश्चय आसी देखा करी भाई निश्चय आसी देखा करी हो भाई आ एठे तुम छिड़ा हुआनी सेमान आसले कोन करिबो भाई तो माथर किछि पैसा अछि जदी दउनु अरे नहीं भाई टंका पे व्यस्त होतनी टंका मो पाखर अछि भाई भाई मते आशीर्वाद कर भाई मु जेमिति भलरे भलरे तुम पाखक फेरी आसीबी भाई भाग्य नहीं एठी चली गले सेमाने को तमे साहु प्रभु सेमाने जेमिनी जीवन जुद्धरे हारी न जानते चाल जहर सीधा ता घर भीतर को चाल माने आश्चर्य हबार किछि नाही कह खुशी काई छुआमा कथा कहउछन तो से काहे एठा को आसीबे मो तो कथारे विश्वास करी सेतिके बेले जेते बेले खाली खाली मो ए घर भीतर फेरी जीवी आउ जदी तो घर भीतर को खुशी को पाई जाए मो तो मुंडटा को काटी लेबी ए जाउती मोर जे रखो तुम्हारा जेद हां घरे ठियाई मते नालिया की देबो तमे के ओ जहो आई में बिछो रे जहर बापू चुगन सीधा घर भीतर को चाल घर भीतर कहीं जाई परिबेने ताहाले बाबू काई बाबू कुआडे जाईची मु जानिनी तू साटी सब जानिछो प्रथमे मु तो घर भीतर देखि पारे तापर तोटा हिसाब करी ओ कहू जे बरा छुआ मा घर भीतर नाहंदे म घर भीतर कहीं जाई परिबेनी ए हरामजादा ए दुनिया में कोनो सी जगह नहीं
ନାହିଁ ये जहर सब्जेक्ट को अटकेबाकू साहस ज्यादा सुंदरी झीटा किए कि এইটা বাবুর ভৌণী গীতা খুশি গায় ମୁଁ ଜାଣିନି বাবু গায় ସେ ବିଷୟରେ ମୁଁ କିଛି ଜାଣିନି राहुल बाबू राहुल बाबू सुंदरी झील पिला मानक कौन एमती पचारे से जवाब देवे से फर्मुलाटा मत भी जना भौणी गीता को न पाइले जाए या भौणी पाखे बंधा माँ भौणी को छुआ तो साहस कल कमी देवे छाड़बे फड़फड़ हो तो अबे जा 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 हरामजादा तो भौलीटा इज्जत बोलते बोझा अबे जा भाई से मनीषर राक्षस पलटि जाए
दे पारे गीता तो भाई तुम्हें किच्छे कर तो राखी पाड़ दे पारे गीता तपन तपन कुआरे गले जे सहीटा तपन भाई किसी कहूनी कहीं गीता तू ताको कही दे गीता ता बापा डाकुछे से जदि न सुनिब ना मु आउ जीवन सारा केबे कथा बिली ए गीता तू आउ चुप होई आलू कही के गरीब बापटा कार कौन खेती कर सब देखा आगर मुझे चली गली कहीं मत मारी दियो ठाकुरे आम बाप झी समस्त को शेष कर दियो नहीं बापा नहीं तम झिया गोटे बर्बाद हो जाइए तम जो एमती अवस्था भांगी पड़ो सहारा हम किए मरी जातु मरी जातु मो पुअर सबको मशाणी के मु नहीं पारि तागर मो बेकरे मु रस्सी लगाई दे पापा कौन एमती कहि जाउछ कौन ହେଇଛି कहिबार सब किछि सरी जाइछि एई देख मो पुआ
ଛାଡ଼ି ସବୁଦିନ ପାଇଁ ଏ କଥା କେବେ ବି ହେଇପାରିବନି। ଏଇ ଦେଖନ୍ତୁ ବାପା, ମୋ ଶଙ୍ଖାକୁ ଦେଖନ୍ତୁ, ତାଙ୍କ ନାଁ ଲେଖା ହେଇଛି। ମୋ ସିନ୍ଦୁରକୁ ଦେଖନ୍ତୁ, ମୋ ସିନ୍ଦୁରରେ ତାଙ୍କ ମୁହଁ ଦେଖାଯାଉଛି। ମୋତେ ଛାଡ଼ି ସେ କେବେ ବି କୁଆଡ଼େ ଯାଇପାରିବେନି, କେବେ ଯାଇପାରିବେନି। ନାଇଁ ରେ ମା, ତୋ ପାଇଁ ତ ଶଙ୍ଖା ସିନ୍ଦୁର ସାତପର ହୋଇଗଲା। ଭାଙ୍ଗି ଦେ ସେ ଶଙ୍ଖା, ପୁଛି ଦେ ସେ ସିନ୍ଦୁର। ମୋ ପୁଅ ବଞ୍ଚିଥିଲେ ମା, ଚାଲେ ମା ଆମେ ମେଡିକାଲ ଲାଗିବା। दीदी मंदिर भितर मत जमी के कहला तू भूल करुचु बापो, तू पाप करुचु, जैसे शीघ्र पारुचु तू तो गाँ को फेरी जा। तमे हसुच दीदी, तमे हसवा कथा कहूच जिते बेले मु हसबिनी केमिति। मंदिर भितर ठाकुर अछंती, ठाकुर जो तुमको एत कथा कहउचंती तले हमु केठी आनिचंती काहे की? हाँ सेही ठाकुर को जाई पचार दीदी, मु तो एका थिली, बहुत भलरे थिली, काहे की तुमको मो सहित जोड़ी देले, कोन पाई मत मो परिवार लोक ठारू अलगा कर देले। पचार दीदी पचार, तुम सेही ठाकुर को पचार। बाबू तमे जमा व्यस्त होनी, देखिबो सब किछि ठीक है जीवो। आमे पुणी थारे गाँ को फेरी जीवा। सबुदिन पाई मु तम घरे रहिबी, तम घर सुदशा व्रत मो हाथ में बांधी मु तम तुलसी चौरा मूले संध्या सकाळे पानी ढाड़ीबी। तम बापा भाई भाउज को सेवा करी मो बोऊ पणिया को मु धन्य करी। आ तम मुना को मु खूब गेल करी। बंद करो दीदी, बंद करो तुम्हें। मो मुना कथा मने पकई देले मो छातीटा फाटी जाउची। पिलाटार देह भल नथिला, सान बापा कही पागल आमी करुतुबो। सकाळे उठी काऊ को चाउल दे मो फेरी आसीबा पाई भगवान को पाखरे गुहारी कर। तमे जमा व्यस्त होनी, देखिबो ठाकुर तम गुहारी निश्चय सुनिबे। अच्छा मंत्र भीतर चलो, पूजारी हमको अपेक्षा करथिबे। एमिति हेले ठाकुर हम पर रागिबे। दीदी अरे फोन दीदी मु तुमको केते थर कहछि मते खुशी बोली डाकिले मु बहुत खुशी हेबी। नाइ दीदी, मते नाइ दीदी मु पारिबिनी दीदी। मु कहली परा मते खुशी बोली नाइ डाक। दीदी तुम ना धरी डाकी पारिबिनी दीदी। कोन हैला मते मो ना धरी डाकी बनी तो? डाकी बनी तो? हो हैला ठीक अछि। देखो मु भलेर कहछि मो ना धरी डाक, जदी न डाकिबो मु बहुत जोर रागी जिबी। आ एते रागी जिबी जे तमते बुझाई परिबनी। आ न बुझले मु खड़े चले जीबी। देखो लास्ट थर पई कहउची खुशी बोली डाकी बनी तो? नाइ दीदी डाकी बनी तो? हो ठीक अछि मु जानी। दीदी भगवान कौन करबे तुम खुशी।
परिवेश